ଏଇଟା କେଉଁ ଗାଁ ଯାଉଛି? ସାର୍ ଏଦେଲବେଡ଼ା। ଏଦେଲବେଡ଼ା। ନେଇକି ପଳେଇବା এটা ଇଏରେ ଯିବ ବାରାଣ୍ଡି ହେବ ନା? ହଁ। ହେଲାଣି 4 ମାସ। 4 ମାସରେ ବି ଆମେ କିଛି ଆମେ ଜାଣିନି ହେଲା। ତାପରେ ଗୋଟେ ସପ୍ତାହ ଖଣ୍ଡେ ଶାଗ ଫାଗ ନେଇକି ବିକୁଥିଲେ। ଆଜ୍ଞା। ତାପରେ ତ ଏଇ ଜିନିଷଟା ହେଲା ବୋଲି ତ ଆମେ କିଛି ଜାଣିନି ନା। ତାପରେ ଆମେ ପଚାରୁ ତାକୁ ଆରେ କି ଜିନିଷଟା କରିଛୁ ଏତେ ଦିନ କାହିଁ ଗୋଟେ ବି ଆମଦାନୀ କିଛି ବାହାରୁନି ବୋଲିକିରି ଆମେ କୁହ ତାକୁ। ଆଜ୍ଞା କପ୍ତିପଦା ତାଙ୍କର ଘର ପଚାରିଲେ କପ୍ତିପଦା କହନ୍ତି। ଆଉ ତାପରେ ଏଠି ରୁହେ ମାଧବ ଚକରେ ଆଜ୍ଞା। ସେଟା ତାଙ୍କର 3 ଜଣ ପିଲା ଆସିକରି ଏଠି ଶୁଅନ୍ତି ରାତିରେ। ଆଉ ଦିନ ବେଳେ ବି ଆସିକରି ଏଠି ଜଗନ୍ତି। କ'ଣ ସେମାନଙ୍କୁ ପଚାରିଥିଲ କି ଚାଷ ହେଉଛି ବୋଲି କ'ଣ କୁହନ୍ତି? କିଛି ତ କହେ ନାହିଁ ଆଉ ଶାଗ ଫାଗ ବୋଲିକରି କୁହନ୍ତି। ଆର ବର୍ଷ ଯେମିତି ଆମର ଯଶୀପୁରରେ ଶିମିଳିପାଳ ଏରିଆ ଭିତରେ 6ଟା କେସ୍ ହେଇଥିଲା, ଆମର ଅଫିମ ନଷ୍ଟ ହେଇଥିଲା। ଏ ବର୍ଷ ମଧ୍ୟ ଠାକୁରମୁଣ୍ଡା ଅଞ୍ଚଳରେ ଖବର ମିଳିଥିଲା ଯେ ସେଠିକି କିଛି ଲୋକ ଆସିକି ପପି କଲ୍ଟିଭେସନ୍ କି ଅଫିମ ଚାଷ କରିଛନ୍ତି। ତ ସେଇ ଇନଫର୍ମେସନକୁ ଆମେ ଭେରିଫାଏ କରିକି ଏଦେଲବେଡ଼ା ଗାଁର ଗୁରୁସାହି ବୋଲି ସେ ଜାଗାଟା 1 ଏକର ପାଖାପାଖି ଜାଗାରେ 21,000 ଗଛ ଲଗେଇଥିଲେ। ସେଟା ଆମର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଯିଏକି ତହସିଲଦାର ଠାକୁରମୁଣ୍ଡା, ଏକ୍ସାଇଜ ଷ୍ଟାଫ୍, ଫରେଷ୍ଟ ଷ୍ଟାଫ୍ ଆଉ ପୋଲିସ ଟିମ୍, ଆର୍ଆଇ ଅନ୍ୟ ସମସ୍ତେ ଯାଇଥିଲେ ସ୍ପଟକୁ। ସେଠି ଭେରିଫିକେସନରେ ତହସିଲଦାରଙ୍କ ପ୍ରେଜେନ୍ସରେ ସେଠି ତାଙ୍କ ଅର୍ଡର ଅନୁସାରେ ଡିଷ୍ଟ୍ରକ୍ସନ୍ ହେଲା। ସେଠି ସ୍ପଟ ଡିଷ୍ଟ୍ରକ୍ସନ୍ କରିକି ତାପରେ ଏଫଆଇଆର ରେଜିଷ୍ଟ୍ରେସନ ହେଲା। ଠାକୁରମୁଣ୍ଡା ପିଏସ୍ କେସ୍ ନମ୍ବର 6/25 18 NDPS ଆକ୍ଟରେ ରେଜିଷ୍ଟ୍ରେସନ ହେଇଛି। ତ ଏଇ ଯୋଉ ଅଫିମ ଗଛର ଆନୁମାନିକ ମୂଲ୍ୟ କେତେ ଟଙ୍କା ହବ? ଆମର ଯୋଉ ଏକ୍ସାଇଜର ରେଟ୍ ଅଛି ସେଇ ହିସାବରେ 42 ଲାକ୍ସ ହେଉଛି। ପପି ଷ୍ଟ୍ରର ରେଟ୍ ଯୋଉ ଅଛି 2000 per କିଲୋ, ସେଟା 42 ଲାକ୍ସ ଆସୁଛି, ଅରାଉଣ୍ଡ 21,000 ପ୍ଲାଣ୍ଟସର। ତ ବର୍ତ୍ତମାନ ଦେଖିବା ପାଇଁ ମିଳିଛି ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ମଧ୍ୟ ଆହୁରି ବି ଚାଷ ହୋଇଥିବାର ଅନୁମାନ କରାଯାଏ। ତ ଏ ନେଇ ଆହୁରି ଚଢ଼ାବାକୁ ରହିବ? ଚଢ଼ାଉ ଜାରି ରହିବ। ଯେତେବେଳେ ବି ଯାହା ଖବର ମିଳିବ ଆମେ ଟାଇମ୍ ଟୁ ଟାଇମ୍ ଜଣାଇବୁ। ଆଉ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ବି ଚାଷ କରୁଛନ୍ତି ସେମାନେ ଏମିତି ଇଲିଗାଲ ଚାଷ କରନ୍ତୁ ନାହିଁ, କାହିଁକିନା ଆମେ ଖବର ପାଇଲେ ଯେମିତି ହେଲେ ବି ନଷ୍ଟ କରିବୁ। ଆଉ ନଷ୍ଟ ଏଇ ପ୍ରୋସେସ୍ ଆମର ଜାରି ରହିବ ଏନଡିପିଏସର ଯୋଉ କେସ୍। ତ ଏଇ ଯୋଉ ଚାଷ ପାଇଁ ଯିଏ ପ୍ରୋତ୍ସାହନ ଯୋଗାଉଛନ୍ତି ସେଇ ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଚେଷ୍ଟା କରିବେ କି? ସେ ଦିଗରେ ଆମର ତଦନ୍ତ ଯେମିତି ହେଲେ ବି ଆର ବର୍ଷ ବି କିଛି ପ୍ରୋସିଡ୍ କରିକି 2-3 ଜଣଙ୍କୁ ଫରୱାର୍ଡ କରାହେଇଥିଲା ଯଶୀପୁରରେ। ଏ ବର୍ଷ ବି ସେ ଆଙ୍ଗେଲରେ ଆମେ ଇନଭେଷ୍ଟିଗେସନ ଟେକ୍ ଅପ୍ କରୁଛୁ।